जय जगन्नाथ भाई माने मोर ओडिशार पुरपल्ली रे वास करुथिबा समस्त जगन्नाथ प्रेमी एवं भक्त भाई मानू श्रद्धेय शुभेच्छा ज्ञापन करुछि। सबु एपिसोड परी आज मध्य गोटे भिन्न प्रसंग एवं एक रोमांचकर प्रसंग बोली मु आशा करुछि। प्रसंगटी हेउछि भगवान श्रीकृष्ण ही धराधाम इहलीला संवरण करने परे किए से ही महान व्यक्ति जे कि भगवान श्रीकृष्ण विषय रे जानिबा पई प्रथमे जिज्ञासा करछि एवं किए से ही व्यक्ति से शेष व्यक्ति जनक किए जे कि प्रभु को देखिथिले एवं तांकर गोटे फटोचित्र प्रथम भगवान श्रीकृष्णकर प्रथम फटोचित्र अंकन करने पई सुपारिश हो बा पृष्ठपोषक हो जहाँ भी किसी प्रयास करथिले यह ही हूँ बड़ कथा। एवं यही प्रश्न रे मध्य आउ गोटे कथा समाधान होबार अछि जे माता गांधारी से होचंती जने श्रेष्ठतमा भगवान शिवंकर भक्तिनी बा भक्ता। तेणु से प्रभु को अभिशाप देते भगवान श्रीकृष्ण को अभिशाप देले जे तुम्हें जमीती हे वासुदेव तुम्हें जमीती मोर गोटी गोटी करी 100 पुत्र को युद्ध रे विनाश करदेल ए महाभारत युद्ध को चाहिए आपण टाली दे पारि थांते किंतु मु आपणकर कौन दोष करी बा मो पुओ माने आपणकर कौन दोष करथिले जे मोर 100 पुत्र को आपण महाभारत युद्ध रे बलिदान देते। तेणु मुझे प्रकृत में भगवान शिवंकर सेवा करि थाए तो मु आपन को अभिशाप दउची जे आपणकर जदुवंश रे मध्य केही रहिबे नाही आपणकर जदुवंशर मूलोत्पाटन हो पितृपुरुष को पिंड देवाई मध्य केही रहिबे नाही। सेतेबेले भगवान श्रीकृष्ण मर्माहत होई नथिले कहीं समस्त अभिशाप ऊर्ध्वर होउछंती प्रभु तांको कहीं आशीर्वाद दे परिबे नहीं कि तांको कहीं अभिशाप मध्य दे परिबे नहीं कहीं से जेहेतु होउछंती त्रिकाल रहित त्रिगुणातीत द्वंद्वातीत से होउछंती द्वंद्वातीत त्रिकाल रहित त्रिगुणातीत तेणु तांको किए बा कौन सी बर बा अभिशाप दे परिवार अधिकार बा कौटू पाइले किंतु कथा होउची भगवान को जी निजर बोली मन करि थांती किए पुत्र स्नेह रे तो किए बंधु भाव रे किए शत्रु भाव रे जी जो भाव रे प्रभु को आराधना करि थांती प्रभु मध्य एते दयालु तांकर मान रक्षा करिया पई बा तांकर भाव को से जेहेतु भावग्राही भाव ग्रहण करती तेणु से ताको सफल करि थांती नहले तांको कहीं आशीर्वाद बा अभिशाप कहीं दबार अधिकार कहार नाही किंतु प्रभु से अधिकार निजे देई थांती ताहाको से जने शिशु सुलभ भाव में जमी माँ यशोदांकर दौड़ी निजक बांधी हो जाते
କିନ୍ତୁ ସମଗ୍ର ବିଶ୍ୱକୁ ବାନ୍ଧିବା ବାଲା ସିଏ। କିନ୍ତୁ ମା ଯଶୋଦାଙ୍କର ଗୋଟିଏ ସାମାନ୍ୟ ଦୌଡ଼ି। ସେ ତ ସାମାନ୍ୟ ଦୌଡ଼ି ନୁହେଁ, ସେ ହେଉଛି ସ୍ନେହ ବୋଳା ଦୌଡ଼ି। ପ୍ରଭୁ ସେଇଥିପାଇଁ ତ ଧରା ପୃଷ୍ଠରେ ଅବତାରିତ ହେଇଥାନ୍ତି। ତେଣୁ କିଏ ତାଙ୍କୁ ଭକ୍ତି କରେ, କିଏ ତାଙ୍କୁ ଭଲ ପାଏ, କିଏ ତାଙ୍କୁ ବନ୍ଧୁ ଭାବରେ ଆପଣାର ବୋଲି ଭାବିଥାଏ। ତେଣୁ ସବୁ ଭାବକୁ ସେ ପ୍ରଭୁ ଭାବଗ୍ରାହୀ ତାକୁ ଗ୍ରହଣ କରିଥାନ୍ତି। ଆଚ୍ଛା, ଏଠି ମା ଗାନ୍ଧାରୀ ଯେଉଁ ଅଭିଶାପ ଦେଇଥିଲେ ପ୍ରଭୁଙ୍କୁ, ପ୍ରଭୁ ତାଙ୍କୁ ଗ୍ରହଣ କଲେ। କିନ୍ତୁ ସତରେ କ'ଣ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଚନ୍ଦ୍ରବଂଶ, ସେ ଯେଉଁ ଅମ୍ଳାନ ଯଦୁବଂଶରେ କେହି ଜଣେ ବି ନଥିଲେ? ଏବେ ବି ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ପବିତ୍ର କୀର୍ତ୍ତିଧାରୀ ପୁଣ୍ୟ ଶ୍ଲୋକ ରଘୁବଂଶର ଉତ୍ତରାଧିକାରୀମାନେ ଭାରତ ବର୍ଷରେ ଦେଖିବାକୁ ମିଳିଥାନ୍ତି। ଅବଶ୍ୟ ସେମାନଙ୍କର ଯେଉଁ ସରନେମ୍ ରହୁଛି, ଟାଇଟଲ୍ ରହୁଛି, ତାହା ଭିନ୍ନ ଭିନ୍ନ ରୂପରେ ରହିଛି। କିନ୍ତୁ ଲବ ଏବଂ କୁଶଙ୍କର ବଂଶଧରମାନେ ଏବେ ବି ସୁଦ୍ଧା ଭାରତ ବର୍ଷରେ ସେହି ବଂଶୋଦ୍ଭବମାନେ ଅଛନ୍ତି ବୋଲି ତା'ର ପ୍ରମାଣ ମିଳୁଛି। ବହୁତ ଐତିହାସିକ ପ୍ରମାଣ ମଧ୍ୟ ରହୁଛି। ଜେନେଟିକ୍ ପରିବର୍ତ୍ତନ ହେଇଛି, ତାହା ମଧ୍ୟ ଦେଖାଯାଇଛି। ଯେମିତି ଆମର ପୂର୍ବରୁ ଯେଉଁ ମହେନ୍ଦ୍ର ପାଳ ରାଜା ଥିଲେ, ବର୍ତ୍ତମାନ ପାଳ ସରନେମ୍ର ଲୋକମାନେ ମଧ୍ୟ ଅଛନ୍ତି। ଯେଉଁ 6ଟି ପ୍ରଜାତିର ମଣିଷ ଅଛନ୍ତି ଭାରତ ବର୍ଷରେ, ସେସବୁର ଐତିହାସିକ କିମ୍ବଦନ୍ତୀ ସବୁ ରହିଛି। କିମ୍ବଦନ୍ତୀ ତ ନୁହେଁ, ପ୍ରମାଣ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ କଥା ହେଉଛି କ'ଣ, ଯେଉଁ ପ୍ରସଙ୍ଗଟି ରହିଛି, ଆମର ପ୍ରସଙ୍ଗଟି ହେଉଛି ଯଦୁବଂଶର ଶେଷ ଉତ୍ତରାଧିକାରୀ କିଏ। ଦ୍ୱିତୀୟଟି ହେଉଛି କ'ଣ ନା, କିଏ ସେହି ଲୋକ ବା କିଏ ସେହି ବ୍ୟକ୍ତି ଯେ କି ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରଥମ ଫଟୋଟିକୁ ଅଙ୍କନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିଏ ସେ? ହଉ, ଆଉ ଆପଣମାନଙ୍କର ଅଧିକ ସମୟ ନେବା ନାହିଁ, ପ୍ରସଙ୍ଗ ଉପରକୁ ଆସିବା। ଘଟଣାଟି ହେଉଛି ମହାଭାରତ ଯୁଦ୍ଧର ଶେଷ। ପଞ୍ଚୁ ପାଣ୍ଡବ ତାଙ୍କର ପିତାଙ୍କର ବଡ଼ ଭାଇ ଧୃତରାଷ୍ଟ୍ରଙ୍କ ସହିତ ସାକ୍ଷାତ କରିଛନ୍ତି। ତାପରେ ସେ ବାନପ୍ରସ୍ଥ ହୋଇଗଲେ। ଗାନ୍ଧାରୀ, ମା ଗାନ୍ଧାରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ ବାନପ୍ରସ୍ଥରେ ଚାଲିଗଲେ। ପଞ୍ଚୁ ପାଣ୍ଡବମାନେ ମଧ୍ୟ ସେମାନେ ସ୍ୱର୍ଗାରୋହଣ କରିନେଲେ। ସେ ଘଟଣା ଗୁଡ଼ିକୁ ଆପଣମାନେ ଭଲ ଭାବରେ ଜାଣିଛନ୍ତି। ତାପରେ ଶ୍ରୀକୃଷ୍ଣଙ୍କର ବଂଶଧର ଯିଏକି ହେଉଛନ୍ତି ଅନିରୁଦ୍ଧଙ୍କ ପୁତ୍ର ବଜ୍ରନାଭ, ଏରକାର ବନରେ ସମସ୍ତଙ୍କର ବିନାଶ ହୋଇଗଲା। କିନ୍ତୁ ବଜ୍ରନାଭ, ଅନିରୁଦ୍ଧଙ୍କ ପୁତ୍ର ବଜ୍ରନାଭ ଥିଲେ। ଏବଂ ଭଗବାନ ଶ୍ରୀକୃଷ୍ଣ ଚାଲିଗଲା ପରେ ମଧ୍ୟ ପାଣ୍ଡବମାନେ ତାଙ୍କୁ ଦ୍ୱାରକାରେ ସେଠୁ, ଦ୍ୱାରକା ତ ଜଳମଗ୍ନ ହୋଇଯାଇଛି, ତାପରେ ତାଙ୍କୁ ଆଣି ମଥୁରାରେ ରାଜ୍ୟାଭିଷେକ କରାଯାଇଛି। ପାଣ୍ଡବମାନେ ମଧ୍ୟ ତାଙ୍କର ସ୍ୱର୍ଗାରୋହଣ ହୋଇଯାଇଛି। ତାଙ୍କ ବଂଶରେ ରହିଲେ କିଏ ନା ପରୀକ୍ଷିତ, ମା ସୁଭଦ୍ରାଙ୍କର ପୁତ୍ର ଅଭିମନ୍ୟୁ ଏବଂ ଉତ୍ତରାଙ୍କ ପୁତ୍ର ପରୀକ୍ଷିତ ରହିଲେ।
ପରୀକ୍ଷିତ ହେଉଛନ୍ତି ଅଭିମନ୍ୟୁଙ୍କ ପତ୍ନୀଙ୍କ ପୁତ୍ର, ଯିଏକି ହେଉଛନ୍ତି ଉତ୍ତରା, ବିରାଟ ରାଜାଙ୍କର କନ୍ୟା। ପରୀକ୍ଷିତ ମଧ୍ୟ ତାଙ୍କର ସେ ମଧ୍ୟ ଚାଲିଗଲେ। ତାପରେ ଉତ୍ତରା କିନ୍ତୁ ଥିଲେ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ। ତେଣୁ ଉତ୍ତରାଙ୍କ ଗର୍ଭରୁ ଯେତେବେଳେ ପରୀକ୍ଷିତ ଉତ୍ତରାଙ୍କ ଗର୍ଭରେ ଆଜି ଆସିକି କ'ଣ ହେଇଛି ନା ବ୍ରହ୍ମାସ୍ତ୍ର ବାଜିଥିଲା। ତେଣୁ ତାଙ୍କଠାରୁ ଯେଉଁ ପୁତ୍ରଟି ଜନ୍ମ ହେଉନଥିଲା ବା ଜନ୍ମ ଜଡ଼ ଅବସ୍ଥାରେ ଜନ୍ମ ହେଲା ମୃତପ୍ରାୟ, ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଜୀବିତ କରିଥିଲେ। ତେଣୁ ଉତ୍ତରା ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱଚକ୍ଷୁରେ ଦେଖିବା ସ୍ୱାଭାବିକ। ତେଣୁ ବଜ୍ରନାଭ ଯେତେବେଳେ ଜିଜ୍ଞାସା କରିଛନ୍ତି ଯେ କିଏ ସେହି ଶ୍ରୀକୃଷ୍ଣ, କିଏ ସେହି ମହାନ ଶକ୍ତି ବା ଆମର ପିତୃପୁରୁଷଙ୍କର ଏହି ଚନ୍ଦ୍ରବଂଶର ଅକ୍ଷୁର୍ଣ୍ଣ ଗାଥାର ଯିଏ ହେଉଛନ୍ତି କର୍ଣ୍ଣଧାର, ସେହି ଭଗବାନ ଶ୍ରୀକୃଷ୍ଣ ଯାହାଙ୍କୁ କହୁଛନ୍ତି ଏବଂ ମୋର ପିତୃପୁରୁଷ ବଜ୍ରନାଭଙ୍କ ପିତା ହେଉଛନ୍ତି କିଏ ଅନିରୁଦ୍ଧ। ତେଣୁ ସିଏ ସେହି ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ବା ଜାଣିବା ପାଇଁ ତା ସ୍ୱଶରୀରରେ ସେ ନଥିଲେ, ତାଙ୍କର ସାନ୍ନିଧ୍ୟ ପାଇବା ମଧ୍ୟ ସେମାନଙ୍କର ଭାଗ୍ୟରେ ନଥିଲା। ତେଣୁ ସେ ପ୍ରଥମେ ଜିଜ୍ଞାସା କରିଥିଲେ କିଏ ସେହି ବ୍ୟକ୍ତି ଅଛି ଯିଏକି ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଆଖିରେ ଦେଖିଛନ୍ତି। ତ ସେ ନିଶ୍ଚିତ ହୋଇଗଲେ ଯେ ମା ଉତ୍ତରା ହିଁ ଦେଖିଛନ୍ତି। ତେଣୁ ସିଏ ତାଙ୍କୁ ପଚାରିଲେ, କହିଲେ ଭଗବାନ ଶ୍ରୀକୃଷ୍ଣ ଦେଖିବାକୁ କିପରି? ସେ କହିଲେ ତୁମେ ଚିତ୍ରକରଙ୍କୁ ନେଇ ଆସ, ମୁଁ ତାଙ୍କୁ ଦେଖିଛି, ମୁଁ ତାଙ୍କର ବର୍ଣ୍ଣନା ଯେମିତି କରିବି ସେ ସେମିତି ତାଙ୍କର ଚିତ୍ର କରିବି। ଏ ଯୁଗରେ ମଧ୍ୟ ଆମର ବର୍ତ୍ତମାନ ଏପରି ଚିତ୍ରକର ଅଛନ୍ତି, ଯଦି ଚେୟାରରେ ମୁଁ ବସିଛି ମୋତେ ଦେଖିକି ମୋର ଗୋଟେ ଆକୁରେଟ୍ ଫଟୋ ଚିତ୍ର ମଧ୍ୟ ତିଆରି କରିପାରିବି। ମୋର ଜଣେ ଷ୍ଟୁଡେଣ୍ଟ ମଧ୍ୟ ସେ ମଧ୍ୟ କରିପାରୁଛି। ତେଣୁ ସେଇଭଳି ଜଣେ ଚିତ୍ରକରଙ୍କୁ ଡକାଗଲା ପରେ ସେ ସେଠୁ ଚିତ୍ର କଲେ। ଚିତ୍ର କଲା ପରେ ମା ଉତ୍ତରା ଯେମିତି ବର୍ଣ୍ଣନା କଲେ ସେ ସେମିତି ଚିତ୍ର କଲେ। ଚିତ୍ର କଲା ପରେ 3 ଜଣ ଚିତ୍ରକର ଚିତ୍ର କରିଥିଲେ। ସେ ପ୍ରଥମ ଚିତ୍ର ଯିଏ କରିଥିଲେ ସେ ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛଯୁକ୍ତ ତାଙ୍କର ଯେଉଁ ସୁନ୍ଦର ଆଖି, ପଦ୍ମଲୋଚନ, ପଦ୍ମ ଫୁଲର ପାଖୁଡ଼ା ପରି ତାଙ୍କର ଆଖି। ମା ଉତ୍ତରାଙ୍କ ବର୍ଣ୍ଣନା ଅନୁସାରେ ପ୍ରଥମ ଚିତ୍ରକରଟି ତାଙ୍କ ଆଖି ସୁନ୍ଦର କରିଛି, କହିଲେ ଏଇଭଳି ତାଙ୍କର ପ୍ରକୃତ ଆଖି। କିନ୍ତୁ ଦ୍ୱିତୀୟ ଚିତ୍ରକର ତାଙ୍କର ବକ୍ଷ ଭାଗଟିକୁ ସୁନ୍ଦର ଭାବରେ କରିଛି ଯେମିତି ମା କହିଥିଲେ। କିନ୍ତୁ ପ୍ରଥମ ଚିତ୍ରକର ତାଙ୍କ ଆଖି ଏବଂ ତାଙ୍କ ମୁଖମଣ୍ଡଳକୁ ଚିତ୍ର କରିଛି, କିନ୍ତୁ ଆଉ ସେ ବକ୍ଷ ଆଡ଼କୁ ଟିକେ ବିଚଳିତ ହୋଇଯାଇଛି। କିନ୍ତୁ ଦ୍ୱିତୀୟ ଚିତ୍ରକର ତାଙ୍କର କଣ୍ଠଠାରୁ ବକ୍ଷ ଭାଗକୁ ସୁନ୍ଦର ଭାବରେ ଚିତ୍ର କରିଛି। ତାପରେ ତୃତୀୟ ଜଣକ ତାଙ୍କର ପାଦ ଭାଗକୁ, ତାଙ୍କର ଯେଉଁ ଛନ୍ଦା ପୟର, ସେ ତ ସବୁବେଳେ ପାଦ ଛନ୍ଦିକି ଠିଆ ହୁଅନ୍ତି, ତେଣୁ ତାଙ୍କର ଯେଉଁ ଛନ୍ଦା ପୟରକୁ ସେ ସୁନ୍ଦର ଭାବରେ ନିଖୁଣ ଭାବରେ ଚିତ୍ର କରିପାରିଛି। ତେଣୁ ମା ଉତ୍ତରା କହିଲେ ଆଉ ତ ଥରେ ଯାହା ହେଇଯାଇଛି ପୁଣି ଦ୍ୱିତୀୟବାର ଆଉ ତାହା ହେବା ସମ୍ଭବ ନୁହେଁ। ତେଣୁ ଏଇ 3ଟି ଯାକ ଚିତ୍ରକୁ ଭିନ୍ନ ଭିନ୍ନ ସ୍ଥାନରେ ରଖିକି ଆରାଧନା ବା ପୂଜା କରାଯାଉ। ତେଣୁ ମଥୁରା ଏବଂ ବୃନ୍ଦାବନରେ 3ଟି ସ୍ଥାନରେ ସେ 3ଟି ଚିତ୍ରକୁ ସ୍ଥାପନ କରାଯାଇଛି। ସେହି ଅନୁସାରେ ମୂର୍ତ୍ତି ମଧ୍ୟ ପ୍ରଭୁଙ୍କର ବିଗ୍ରହ ମଧ୍ୟ ତିଆରି କରାଯାଇ ପୂଜା କରାଯାଉଅଛି। ପରବର୍ତ୍ତୀ ଅଧ୍ୟାୟରେ ଜାଣିବା ପ୍ରଭୁଙ୍କର କେଉଁ ସ୍ଥାନରେ କେଉଁ ବିଗ୍ରହକୁ ପୂଜା କରାଯାଉଛି। ଆଉ ଗୋଟିଏ ପ୍ରସଙ୍ଗ ମଧ୍ୟ ରହିଲା,
ମା ଗାନ୍ଧାରୀଙ୍କର ଅଭିଶାପ କାହିଁକି ନିଷ୍ଫଳ ହେଲା? ଜୟ ଜଗନ୍ନାଥ।